ମୁଁ ତାର ଗୋଟେ କଥା ମୁଁ କହୁଛି। ସେ କେଉଁ ମସିହା ମନେ ପଡ଼ିବନି, ପ୍ରାୟ 15 ବର୍ଷ 13-14 ବର୍ଷର ତଳର ଘଟଣା। ମୁଁ ଯାଇଥାଏ ଭବାନୀପାଟଣା କାର୍ଯ୍ୟକ୍ରମକୁ, ଗୋଟେ ଷ୍ଟେଜ୍ କାର୍ଯ୍ୟକ୍ରମ ମୋତେ ଡାକିଥିଲେ। ଆଉ ସେଇ କାର୍ଯ୍ୟକ୍ରମରେ ମୁଁ ଗ୍ରୀନ୍ ରୁମ୍ରେ ମୁଁ ବସିଛି। ବେଶୀ ସମୟ ଗାଇପାରେନି, ଗୋଟେ ଦିଟା ଗାଇକିରି ପୁଣି ଘରକୁ ପଳାଏ। ସେ ଯେ ଦିନକୁ 6ଟା-7ଟି ଗୀତ ଗାଏ, ସେ ଗୋଟେ ଦିଟା ଗୀତ ଗାଇକିରି ଘରକୁ ସେ ଯାଏ। ଏଯାଏ ବି ବିଶ୍ୱାସ ହେଉନି ସତରେ ସେ ମରିଛି ବୋଲି, ଏଯାଏ ସତରେ ବିଶ୍ୱାସ ହେଉନି। ଗୋଟେ ହଠାତ୍ ଦେହ ତାର ଟିକେ ଝଡ଼ି ଆସିଲା। ଆମେ ଭାବିଲୁ କ'ଣ ଦେହ ପା ଡାଇଟିଂ କରୁଛି, ଏସା ତେସା, ଖାନା ପିନା କମୁଛି। ଆଜିକାଲି ସହଜେ ବି ସମସ୍ତେ ଡାଇଟିଂ କରିବା ପାଇଁ ଚେଷ୍ଟା, ଆମେ ଏହା ଭାବିଥାଉ। ତାପରେ ଗୋଟେ ଏତେ ବଡ଼ କଣ୍ଠଶିଳ୍ପୀ ଆଜି ଓଡ଼ିଶା ହରେଇ ବସିଲା, ଇଏ ଗୋଟେ ଅପୂରଣୀୟ କ୍ଷତି ଆଉ ଭାରି ଦୁଃଖର ବିଷୟ। ମୋ କଥା ବି ମୁଁ କହୁଛି, ଆମ ଘରେ ବି ସମସ୍ତେ, ଆମ ପରିବାର ସହିତ ସମସ୍ତେ ଦୁଃଖ। କାରଣ ଏଇଥିପାଇଁ ସେ ଗୋଟେ ପିଲା, ମୋ ଅନୁଭୂତିରେ ମୁଁ ତାକୁ ବିଫୋର ଇଣ୍ଡଷ୍ଟ୍ରିକି ଆସିବା ବିଫୋର ଦେଖିଛି, ତାକୁ ମୋ ସହିତ ମିଶିଛି, କଥା ହେଇଛି। ଭାରି ସମ୍ମାନ କରେ, ଭଲ ଭଦ୍ର ମାର୍ଜିତ ସଂସ୍କାର ପିଲା। ସେ ଯେଉଁଠି ଦେଖେ ମୁଣ୍ଡିଆଟେ ମାରିଦେଇ, ସେତିକିରେ ଭାରି ଖୁସି। ଆଉ ମୋତେ ଭାରି ପ୍ରଶଂସା ସବୁବେଳେ କରେ, ସାର୍ ଟିକେ କମେଡ଼ି କରନ୍ତୁ, ମଜା କଥା କୁହନ୍ତୁ। ଆମେ ସବୁବେଳେ ସ୍ୱାମୀ ସ୍ତ୍ରୀ ଆପଣଙ୍କ ଟିଭିରେ ଦେଖୁ, ଅମ କରୁ ଢମ କରୁ। ମୁଁ ଟିକେ ମଜା ହସି ଦିଏ, ବାକି ସିଏ ବି କମେଡ଼ି କରେ, ଭାରି କମେଡ଼ିଆନ୍। ଭାରି ଦୁଃଖର ଘଟଣା। କିନ୍ତୁ ଗୋଟିଏ ସମୟରେ ସିଏ ସାରା ଓଡ଼ିଶାକୁ ହଇଚଇ କଲା। ଯେଉଁ ଗୀତ ଗାଇଲା ସେ ଗୀତ ସୁପର ଡୁପର ହିଟ୍। ଧୀରେ 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 ଓଡ଼ିଶା, ସାରା ଓଡ଼ିଶା, ଘରେ ଘରେ ଗଳି କନ୍ଦିରେ ସମସ୍ତଙ୍କ ହୃଦୟରେ ସେ ରାଜ କଲା। ଆମେ ତା ପୂର୍ବରୁ ତ, ମୁଁ ପ୍ରାୟ ଦୀର୍ଘ 25 ବର୍ଷ ପୂର୍ବରୁ କ୍ୟାରିୟର କରିଛି। 25 ବର୍ଷ ପୂର୍ବରୁ ଆମେ ବାହାରେ ଷ୍ଟେଜ୍ରେ କାର୍ଯ୍ୟକ୍ରମ ଆମେ କରିଥାଉ। ଆମେ ଯେଉଁଠି କାର୍ଯ୍ୟକ୍ରମ କରିବାକୁ ଯାଉ, ଭାଇ ନୂଆ ସିଙ୍ଗର ଜଣେ ଆସିଛି, ହ୍ୟୁମାନ ସାଗର, କି ଚମତ୍କାର ଗାଉଛି, କି ଚମତ୍କାର ଭଏସ୍। ମୁଁ ଦେଖି ଭାରି ଆନନ୍ଦ ହୁଏ। ମୁଁ କହିଲି ଯାହା ହଉ ଯେ ବମ୍ବେ ଟ୍ରେଣ୍ଡକୁ ହ୍ୟୁମାନ ସାଗର ବି ବନ୍ଦ କରିଦେଲା। ଇଏ ଗୋଟେ କଥା, ଯେଉଁଟା ସତ୍ୟ ସେଇଟା ଚିର ସତ୍ୟ, ଧ୍ରୁବ ସତ୍ୟ। ଆଉ ତେଣୁ ଇଏ ଗୋଟେ ଘଟଣା, ଆକୁ ଏ କଥାକୁ କେହି କାଟି ପାରିବେ ନାହିଁ। ମୁଁ ତାର ଗୋଟେ କଥା ମୁଁ କହୁଛି। ସେ କେଉଁ ମସିହା ମନେ ପଡ଼ିବନି, ପ୍ରାୟ 15 ବର୍ଷ 13-14 ବର୍ଷର ତଳର ଘଟଣା। ମୁଁ ଯାଇଥାଏ ଭବାନୀପାଟଣା କାର୍ଯ୍ୟକ୍ରମକୁ, ଗୋଟେ ଷ୍ଟେଜ୍ କାର୍ଯ୍ୟକ୍ରମ ମୋତେ ଡାକିଥିଲେ। ଆଉ ସେଇ କାର୍ଯ୍ୟକ୍ରମରେ ମୁଁ ଗ୍ରୀନ୍ ରୁମ୍ରେ ମୁଁ ବସିଛି, ଆଉ ଜୁନିୟର ପିଲା କେତେ ଜଣ ବସିଛନ୍ତି ଗାଇବେ ପାଇଁ ପ୍ରୋଗ୍ରାମରେ। ମୋତେ ତାଙ୍କ ଅର୍ଗାନାଇଜର ମାନେ ଆସି କହିଲେ, ଆଜ୍ଞା ଆପଣ ଆସି ଆରମ୍ଭ କରିବେ, ତାପରେ ପିଲା ଗାଇବେ। ମୁଁ ଯୋଉଠୁ କହିଲି, ନାଇଁ ଆଜ୍ଞା ମୁଁ ଆରମ୍ଭ କରିନି, 2-3ଟି ଗୀତରେ ମୁଁ ବି ଆଜି ଯାକେ ବି ମୁଁ ଆରମ୍ଭ କରେ। ଫାଷ୍ଟରୁ ଯାଇ ଗାଏନି, ଆଉ ଟିକେ ଲୋକ ଫୋକ ବସିଗଲେ ମୁଁ ଯାଇ ଗାଏ, ମାଇକ୍ ଆଡ଼ଜଷ୍ଟ ହେଇଗଲେ ମୁଁ ଗାଏ। ତେଣୁ ତମର ଯିଏ ଲୋକାଲ ପିଲା ଅଛନ୍ତି ତାକୁ ଡାକ। ପ୍ରଥମ କରି ଗଲା ହ୍ୟୁମାନ ସାଗର, ମୁଣ୍ଡିଆ ମାରିକିରି ଗଲା, ଗାଇଲା। କୈଳାସ ଖେରଙ୍କର ଗୀତ ଗାଇଲା, ହିନ୍ଦୀ ଗୀତ ସେ ଫାଷ୍ଟରୁ ଗାଇଲା। ମେଲୋଡ଼ି କାର୍ଯ୍ୟକ୍ରମ ଥାଏ, ମୋର ଭଜନ ଥାଏ, ପୁଣି ମେଲୋଡ଼ି ଥାଏ। ଏତେ ଚମତ୍କାର ସେ ଗାଇଲା, ମୁଁ ଗ୍ରୀନ୍ ରୁମ୍ରୁ ବାହାରକୁ ଆସି ଅନେଇଲି। କହିଲି ବା, ଗାଇକି ଷ୍ଟାଇଲ୍ ଯେମିତି, କାମ ଦାମ ଯେମିତି, ବହୁତ ବଢ଼ିଆ ଷ୍ଟାଇଲ୍। ତାପରେ ଆସିକିରି ମୁଣ୍ଡିଆଟେ ମାରିଲା। ମୁଁ କହିଲି ବା, ଶିଖୁଛ ନା? ହଁ ଶିଖୁଛି ସାର୍, ଆଉ ଆପଣଙ୍କ ଗୀତକୁ ଆମେ ସବୁ ଗାଉଛୁ ପିଲାଦିନେ। ଭାରି ଖୁସି ହେଇଗଲି, ତାକୁ କୁଣ୍ଢେଇ ପକେଇଲି। ତାପରେ ଭାବିଲି, ମୁଁ ତାକୁ କହିଲି ବି, ମୁଁ କହିଲି କଟକ ଯାଇ କ୍ୟାରିୟର କଲେ ହେଇପାରିବ, ଆଉ ଡିଷ୍ଟାନ୍ସ ବହୁତ ହେଉଛି, 300 କିଲୋମିଟର 500 କିଲୋମିଟର। ସେ କହିଲା ସାର୍ ଚେଷ୍ଟା କରିବି ଯିବାକୁ। ମୁଁ କହିଲି ହଁ, କଟକ ନଗଲେ ହେଇପାରିବନି। ଧୀରେ ଧୀରେ ମୁଁ ଜାଣିନି ସେ କେମିତି ଆସି କଟକରେ ରିଏଲିଟି ଶୋକୁ ଆଇଲା। ରିଏଲିଟି ଶୋରୁ କଟକରେ ଆସି ତାର ଆଧିପତ୍ୟ ବିସ୍ତାର କଲା। ଧୀରେ ଧୀରେ ସଙ୍ଗୀତ ଜଗତରେ ଗୋଟେ 1 ନମ୍ବର କଣ୍ଠଶିଳ୍ପୀଟିଏ ହେଲା। ତାପରେ ଅପର୍ଯ୍ୟାପ୍ତ କାର୍ଯ୍ୟକ୍ରମ କଲା, ଅପର୍ଯ୍ୟାପ୍ତ ଗୀତ ଗାଇଲା, ଆଉ ଏତେ ଫ୍ୟାନ୍ସ ମାନଙ୍କୁ ଗୋଟେଇଲା ଯେ ଆମ କ୍ୟାରିୟର ଭିତରେ ଆମେ ଦେଖିନଥିଲୁ। ମାନେ ଏତେ ୟଙ୍ଗ, ଏତେ ପ୍ରଡ୍ୟୁସର ମାନେ ଆସି କାମ କଲେ। ଗୋଟେ ଗୋଟେ ଷ୍ଟୁଡ଼ିଓରେ ଦିନ ଧରି ସେ ରେକର୍ଡ଼ିଂ କଲା, ଆମେ ଦେଖୁଥାଉ। ଆମେ ଅବଶ୍ୟ ଅଲଗା ସିଙ୍ଗର ମାନେ ଆଲୋଚନା ସବୁ କରୁଥାନ୍ତି, ଆଲୋଚନାରେ ଯେ ସବୁ ସିଙ୍ଗର, ଆମେ ବେଳେବେଳେ କହୁ କିଛି ନ ହଉ, ଓଡ଼ିଆ ଗୀତ ବମ୍ବେ ସିଙ୍ଗର ଗାଉଥିଲେ, ଅନ୍ତତଃପକ୍ଷେ ସେତିକି ତ ରହିଗଲା। ତେଣୁ ଆମରି ଭାଇ ଜଣେ ଓଡ଼ିଆ ଭାଇ, କିଏ ଜଣେ ଗାଇଛି। ବାକି ତା ନାଁରେ ବହୁତ ଆଡ଼ୁ ସାଡ଼ୁ କିଏ କହନ୍ତି, ମୁଁ ସେ କଥାରେ ମୁଁ କେବେ ମୁଣ୍ଡ ପୁରାଏନି। ଅନ୍ତତଃପକ୍ଷେ ଗୋଟେ କଣ୍ଠଶିଳ୍ପୀ ଜଣେ, ସେ ଏତେ ବାଟ ଆଗକୁ ଯାଇଛି, ଯାହା ବି କରେ ତାକୁ ସବୁ କ୍ଷମଣୀୟ। ତା କଥା ଆକ୍ଚୁଆଲି କେହି ଧରିବା କଥା ନୁହେଁ। କେହି ଲେଖିଦିଅନ୍ତି କ'ଣ, କିନ୍ତୁ ଯିଏ ଲହୁ ଲୁହ ଢାଳି ଇଣ୍ଡଷ୍ଟ୍ରି ପାଇଁ ସମୟ ଦେଇଛି,
ଲହୁ ଢାଳି ରିସ୍କ ନେଇ ଜୀବନକୁ ବାଜି ଲଗେଇ ଆମେ ଯାଇ ଗୋଟେ କାର୍ଯ୍ୟକ୍ରମ କରିବା, ପ୍ରୋଗ୍ରାମ କରିବା, ରିସ୍କ ନେବା, 500 କିଲୋମିଟର 400 କିଲୋମିଟର ଯିବା, ହଜାର ହଜାର ଲୋକଙ୍କୁ ଜଣେ ଆର୍ଟିଷ୍ଟ ମନେଇବା, ତାଙ୍କ ହୃଦୟରେ ବସିବା, ଇଏ ଆଜ୍ଞା ଛୋଟିଆ କଥା ନୁହେଁ। ଇଏ ହେଉଛି ଯେତେ ପଇସା ଆଣୁ, ଯେତେ ଗର୍ବ କରୁ, ଯେତେ ଅହଙ୍କାର କରୁ, ଲକ୍ଷ ଲକ୍ଷ ଲୋକଙ୍କୁ ଜଣେ ଯଦି କିଏ ଜଣକ ହୃଦୟରେ ବସିଲା, ସେଇଗୁରା ବାକି ସବୁ ଛାଡ଼ିଦେବା କଥା। ତେଣୁ ହ୍ୟୁମାନ ସାଗର ସେ ଯାଇନାହାନ୍ତି, ଆମ ହୃଦୟରେ ଅଛନ୍ତି, ସାଧାରଣ ଲୋକଙ୍କ ହୃଦୟରେ ବି ଅଛନ୍ତି। ଇଏ ହେଉଛି ବଡ଼ କଥା। ଶେଷ ଥର ଦେଖା ହେଇଥିଲେ ଶକ୍ତି ଷ୍ଟୁଡ଼ିଓରେ, ଶକ୍ତି MRR ଷ୍ଟୁଡ଼ିଓରେ, ନାଇଁ ଜିତୁ ଭାଇ ଷ୍ଟୁଡ଼ିଓ, ଜିତୁ ମଙ୍ଗରାଜ ଷ୍ଟୁଡ଼ିଓରେ ହବ ମାସେ ପରେ ହବ। ଦେଖା ହେଇ ମୋ ପରେ ସେ ଆସିଲା, ମୋତେ କହିଲେ ସାର୍ ଗାଇ ସାରିଲେଣି? ମୁଁ କହିଲି ହଁ ଗାଇ ସାରିଲେଣି। ସେଠୁ ତାପରେ ତା ସହିତ ବି 2 ଜଣ ପିଲା ଆସିଥିଲେ। ମୁଁ କହିଲି ଟିକେ ଝଡ଼ି ଝାଡ଼ି ଯାଇଛୁ? ନା ହଁ ସାର୍ ଟିକେ ଝଡ଼ି ଝାଡ଼ି ଯାଇଛି, ଖାନା ପିନା କ'ଣ, ଦେହ ଟିକେ ଖରାପ। ମୁଁ କହିଲି ହଉ ତ ବାଗେଇକିରି ନେ। ତାପରେ ଆମେ ଖାଇଲୁ ସେଇଠି। ତାକୁ ମୁଁ କହିଲି ହ୍ୟୁମାନ ଖାଇଦେ। ନା ନାଇଁ ସାର୍ ମୋ ଖାଇବା ସବୁ ଅଲଗା, ଗାଡ଼ିରେ ଅଛି, ମୁଁ ତଳକୁ ଯାଇ ଖାଇବି। ବାକି ମୁଁ ଗାଇଲି, ସିଏ ଆସିଲା, ଆଉ ସେଠି ବସିକିରି ବି ବହୁତ କଥା ହେଲୁ, ଭଲ କଥା, ଘର କଥା ବହୁତ ବି ସେ ତାର ଘର କଥା କହିଲା, ଭାଇ ଏମିତି ଅଛି। ଆଉ ଶେଷରେ ସେ ବହୁତ ଆପ୍ରିସିଏଟ୍ ବି କରେ ମୋତେ, ଆଉ ସେ ଇଣ୍ଡଷ୍ଟ୍ରି ପାଇଁ ତାର ଅବଦାନ ଅନେକ। ଶେଷ କଥା ହେଉଛି ଏତିକି, ଇଣ୍ଡଷ୍ଟ୍ରି ପାଇଁ ତାର ଅବଦାନ ଅନେକ, ଆଉ ଯେତିକି ଗୀତ ବି ଗାଇ ଯାଇଛି, ଆଉ ତା ଭଳି ଗୀତ ତାଙ୍କ ଦେହ ଖରାପ ଯୋଉ ଆପଣ କହୁଛନ୍ତି ଶୁଖିଯାଇଥିଲେ, ଗୀତ ଗାଇବାରେ କିଛି ଅସୁବିଧା ନାଇଁ, ଗୀତ କାହିଁ ସେମିତି ଗାଇବାରେ ସେମିତି ପ୍ରାୟ ସେଇ ଟିମ୍ବର, ସେଇ ଥ୍ରୋ ଥିଲା। ଏଇ କିଛି ଦିନ ହବ, ଜଷ୍ଟ କିଛି ଦିନ ହବ ପ୍ରାୟ ଯାହା ଶୁଣିବା କଥା ଟିକେ ଝଡ଼ି ଝାଡ଼ି ଯାଇ, ଆଉ ବେଶୀ ସମୟ ଗାଇପାରେନି, 1-2ଟା ଗାଇକିରି ପୁଣି ଘରକୁ ପଳାଏ। ସେ ଯେ ଦିନକୁ 6ଟା 7ଟି ଗୀତ ଗାଏ, ସେ 1-2ଟା ଗୀତ ଗାଇକିରି ଘରକୁ ସେ ଯାଏ। ଭାବୁଛନ୍ତି ଯଦି ଠିକ ସମୟରେ ଟ୍ରିଟମେଣ୍ଟ ହେଇଥାନ୍ତା, ରହିଯାଇଥାନ୍ତା। ହଁ, ଟ୍ରିଟମେଣ୍ଟ ହେଇଥାନ୍ତା, ରହିଯାଇଥାନ୍ତା। ଦୁନିଆରେ ଆଉ ଗୋଟେ କଥା, ଅତଏବ ଉତ୍ତର, ଶେଷ କଥା, ଏଠି ସମସ୍ତେ ସୁଖ ବେଳେ ସୁଖର ସାଥୀ ସମସ୍ତେ, ଦୁଃଖର ସାଥୀ କେହି ନାହାନ୍ତି। କଳାକାର ମାନଙ୍କର ସାଥୀ କେବଳ ଏକ ଜଗନ୍ନାଥ ମହାପ୍ରଭୁ। ଯଦି ଅନେଇଥିବେ, କଳାକାର ମାନେ ଭଲ ରହିବେ। ବାକି ଏ ଦୁନିଆ ମୋହ ମାୟା, ଲୋଭ ମୋହ ମାୟା ସଂସାର କେହି ନୁହେଁ କାହାର। ଆମର ଆଜି କାର୍ଯ୍ୟକ୍ରମ ମାନେ ତମେ ବାଧ୍ୟ କାର୍ଯ୍ୟକ୍ରମ କରିବା ପାଇଁ। କାଲି ଆମର କୋଉଠି ଥିଲା, କାଲି ଆମେ କ'ଣ କରିବା, କାଲି ଆମେ କୋଉଠିକି ଯିବା, ଅର୍ଗାନାଇଜର ମାନେ କେହି ବୁଝିବେନି। ଆଡଭାନ୍ସ ନେଇଛ ମାନେ ପ୍ରୋଗ୍ରାମ କର, ତମେ ମର ପଡ଼, ଘରକୁ କିଏ ବି ଚାଲିଯାଉ, ଏମିତି ଗୋଟେ ସିଷ୍ଟମ ଅଛି। ଆଉ କଳାକାର ମାନେ ସହଜରେ ସମସ୍ତେ ସଫ୍ଟ ହାର୍ଟେଡ୍, ଆଉ କଥା ଦେଇ କଥା ରଖନ୍ତି। କାରଣ ହଜାର ହଜାର ଲୋକ ନହେଲେ ଫେରିଯିବେ। ମୁଁ ଯଦି ନ ଯିବି, 1000 ଲୋକ ଫେରିଯିବେ। ମୋତେ ଜ୍ୱର ହଉ, ବାନ୍ତି ହଉ, ଝାଡ଼ା ହଉ, ଯେତେ ବଡ଼ ରୋଗ ହଉ, ଆମେ ସେଠିକି ପହଞ୍ଚିବାକୁ ପଡ଼ିବ। ଲୋକ ବି କହନ୍ତି କିଛି କିଛି, ଆଜ୍ଞା ଜ୍ୱର ହେଇଛି, ଆପଣ ଖାଲି ଆସନ୍ତୁ, ମୁହଁ ମାରିଦେଇ ଯାଆନ୍ତୁ। ତା ମାନେ କ'ଣ? ଏଠି ସ୍ୱାର୍ଥ ରହିଲା। ତମେ ମର ପଛେ, ଲୋକମାନଙ୍କୁ କହିଦେଇ ଯାଅ, ହେ ମୋ ଦେହ ଖରାପ, ମୁଁ ଗାଇପାରିବିନି, ଏତିକିରେ ବି ଲୋକ ଶାନ୍ତି ହେଇଯିବେ। ମାନେ ଦେଖନ୍ତୁ ଘଟଣାଟି କ'ଣ। ତେଣୁ କଳାକାରର ପାଉଣା କେହି ଦେଇନାହାନ୍ତି। କଳାକାରର ସମ୍ମାନ ସବୁବେଳେ ସ୍ୱାଭିମାନ ଥାଏ। କଳାକାର ମାନଙ୍କୁ କେହି ବି ଆଜି ଯାକେ ବି ଲୋକମାନେ ବୁଝିପାରନ୍ତି ନାହିଁ। କଳାକାର ସ୍ୱତନ୍ତ୍ର, ଆଉ କଳାକାର ସବୁବେଳେ ଅମର। କଳାକାର ଯୁଗ ଯୁଗକୁ ରହିଥାଏ। ବିଭିନ୍ନ କାରଣରୁ ଯେତେବେଳେ ସେ ତାକୁ କେବେ ଡିପ୍ରେସନ ଥିଲା ଭଳିଆ ଫିଲ୍ ହେଇଛି ସାର୍? ହଁ, ଡିପ୍ରେସନ ଫିଲ୍ ହେଇଛି, ଆମେ ବୁଝିପାରୁ। ଯେ ସିଏ ଯୋଉ ଇଣ୍ଟରଭ୍ୟୁରେ ବେଳେ ବେଳେ କହେ ଯେ ମୁଁ ଟିକେ ଟେନସନରେ ଅଛି, ପାରିବାରିକ ଟେନସନ, ଭଲ ମନ୍ଦ, ଏହା ଘର କରି ତ ସମସ୍ତଙ୍କର ଟେନସନ ଥାଏ, ଭଲ ମନ୍ଦ ଥାଏ। ଆମେ ସେଇଠୁ ଜାଣିଥାଉ, ହଁ ପାରିବାରିକ ଟେନସନ। ଆଉ ଜଣଙ୍କର ମୁହଁ ବି କହିଦେବ ସେ କେମିତି ଅଛି ବୋଲି। ସାର୍, ଯେତେବେଳେ ହ୍ୟୁମାନ ସାଗରଙ୍କର ଏଇ ଯୋଉ ଖବରଟି, ଦୁଃଖ ଖବରଟି ଆପଣ ଶୁଣିଲେ, କେଉଁଠି ଥିଲେ ଏବଂ କେମିତି ସକ୍ ଲାଗିଲା? ଘରେ ବସି ଆମେ ସ୍ୱାମୀ ସ୍ତ୍ରୀ ମୋବାଇଲ ଖେଳୁଛୁ। ଗୁମା ଭାଇ ବୋଲି ଜଣେ ଆମର ବଡ଼ ଭାଇ, ଗୁମା ଭାଇ ଫୋନ କଲେ, କହିଲେ ଚରଣ ଇରେ ହ୍ୟୁମାନ ସାଗର ଚାଲିଗଲେ କିରେ? ମୁଁ କହିଲି ନାଇଁ ନାଇଁ ନାଇଁ, ସେ ଭାଇ ଯାଇଛନ୍ତି। ଆଉ କ'ଣ ଟିକେ ବାଗ ବୋଲି ଭଲ ଅଛି ବୋଲି ମୁଁ ଖବର ପାଇଥିଲି। ନା ଏମିତିଆ ଖବରଟା ପାଇଲି। ଆଉ ତାପରେ ସାଙ୍ଗେ ସାଙ୍ଗେ ମୋ ମିସେସ୍ ମୋବାଇଲଟା ଖେଳି ଦେଖିଲ ହ୍ୟୁମାନ ସାଗର ଚାଲିଗଲେ କ'ଣ? ମୁଁ କହିଲେ ଦେଖେ ଦେଖିଲା ବେଳକୁ ସମ୍ବାଦର ନ୍ୟୁଜ୍ ଆଉ OTVର ନ୍ୟୁଜ୍ଟା ଆମେ ପାଇଲୁ।